The more you read, the more you learn. The more you learn, the better you understand life. ଯେତେ ବେଶୀ ପଢ଼ିବ ସେତେ ବେଶୀ ଜାଣିବ, ଯେତେ ବେଶୀ ଜାଣିବ ସେତେ ବେଶୀ ଜୀବନ ବୁଝିବ। ମୁଁ ପ୍ରୀତି ଆପଣମାନଙ୍କୁ ସ୍ୱାଗତ କରୁଛି ମୋର ଚ୍ୟାନେଲ ପ୍ରୀତି ଏଜୁକେସନକୁ। ଆଜି ଆମେ ପଢ଼ିବା ଭକ୍ତି ଆନ୍ଦୋଳନ। ଭକ୍ତି ଆନ୍ଦୋଳନ ଆମର 1 ନମ୍ବର ହେଉଛି ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଯୋଗସୂତ୍ରର ମାଧ୍ୟମକୁ ଡ୍ୟାସ୍ କୁହାଯାଏ। ଭକ୍ତ ଓ ଭଗବାନଙ୍କ ମାଧ୍ୟମରେ ଯୋଗସୂତ୍ରର ମାଧ୍ୟମକୁ ଭକ୍ତି କୁହାଯାଏ। ଭକ୍ତି ପରମ୍ପରାକୁ ମୁଖ୍ୟତଃ ଦୁଇଟି ଡ୍ୟାସ୍ ଓ ଡ୍ୟାସ୍ ଧାରାରେ ବିଭକ୍ତ କରାଯାଇଛି ନା ସଗୁଣ ଆଉ ନିର୍ଗୁଣ। 3 ନମ୍ବର ଦକ୍ଷିଣ ଭାରତରେ ଡ୍ୟାସ୍ ଶତାବ୍ଦୀରେ ବିଷ୍ଣୁ ଭକ୍ତ ଅଲଭାର ଏବଂ ଶୈବ ଉପାସକ ଭକ୍ତ ନାୟନାର ମାନଙ୍କ ଭକ୍ତି ପରମ୍ପରା ଓ ଆନ୍ଦୋଳନ ଅଗ୍ରଗଣ୍ୟ। ତାହେଲେ 6ଠ ଶତାବ୍ଦୀରେ। 4 ନମ୍ବର ଦେଇଛି ବିଷ୍ଣୁ ଭକ୍ତମାନଙ୍କୁ ଡ୍ୟାସ୍ କୁହାଯାଏ। 5 ନମ୍ବର ଦେଇଛି ଶୈବ ଉପାସକ ଭକ୍ତମାନଙ୍କୁ ଡ୍ୟାସ୍ କୁହାଯାଏ। ତାହେଲେ ବିଷ୍ଣୁ ଭକ୍ତମାନଙ୍କୁ ଆଲଭାର କୁହାଯାଏ, ଶୈବ ଉପାସକ ଭକ୍ତମାନଙ୍କୁ ନାୟନାର କୁହାଯାଏ। 6 ନମ୍ବର ଆଲଭାର ଓ ନାୟନାର ସନ୍ଥ କବିମାନଙ୍କ ରଚିତ ପୁସ୍ତକକୁ ଡ୍ୟାସ୍ ଭାଷାରେ ବେଦରେ ସ୍ଥାନ ଦିଆଯାଇଛି। ବେଦରେ ସେଇଟା ଆମର ତାମିଲ ଭାଷାରେ ସ୍ଥାନ ଦିଆଯାଇଛି। ତାପରେ ଆମର ଆସୁଛି 7 ନମ୍ବର ଭକ୍ତି ପରମ୍ପରା ମହିଳାମାନଙ୍କ ମଧ୍ୟରେ ଡ୍ୟାସ୍ଙ୍କ ରଚନା ବିସ୍ତୃତ ଭାବରେ ଗାନ କରାଯାଏ। ଆଲଭାର ସାଥୀ ଆଣ୍ଡଲ। 8 ନମ୍ବର ଆସିଲା ଡ୍ୟାସ୍ ନିଜକୁ ବିଷ୍ଣୁ ପ୍ରିୟା ବୋଲି ବିଷ୍ଣୁଙ୍କ ପ୍ରେମରେ ଭକ୍ତି ଗାନ ରଚନା କରିଛନ୍ତି। ଆଲଭାର ସାଥୀ ଆଣ୍ଡାଲ। ଦ୍ୱାଦଶ ଶତାବ୍ଦୀରେ କର୍ଣ୍ଣାଟକରେ ଡ୍ୟାସ୍ ନାମକ ଜଣେ ବ୍ରାହ୍ମଣଙ୍କ ନେତୃତ୍ୱରେ ବୀରଶୈବ ବା ଲିଙ୍ଗାୟତ ପରମ୍ପରା ସୃଷ୍ଟି ହେଲା। ହେଉଛି ବାସବନ। ବ୍ରାହ୍ମଣଙ୍କ ଦ୍ୱାରା ସମାଜରେ ସର୍ବନିମ୍ନ ସ୍ତରକୁ ଠେଲି ହୋଇଥିବା ଲୋକ ଡ୍ୟାସ୍ ଗୋଷ୍ଠୀରେ ସାମିଲ ହେଲେ। ସେ ହେଉଛି ଆମର ବୀରଶୈବ। ତାପରେ ହେଲା ଡ୍ୟାସ୍ ଶାସନ ରାଜପୁତ ରାଜ୍ୟ ତଥା ବ୍ରାହ୍ମଣମାନଙ୍କ ଆଧିପତ୍ୟକୁ କୁଠାରଘାତ କଲା। ସୁଲତାନ ଶାସନ। 12 ନମ୍ବର ଉତ୍ତରପ୍ରଦେଶରେ କବୀରଙ୍କ ବିଜକ ରଚନାକୁ ନେଇ ଡ୍ୟାସ୍ ହୋଇଥିଲା। କବୀରଙ୍କ ରଚନାକୁ ନେଇ କବୀରଙ୍କ ବିଜକ ରଚନାକୁ ନେଇ କବୀରପନ୍ଥୀ ହୋଇଥିଲା। ରାଜସ୍ଥାନ ଅଞ୍ଚଳରେ କବୀର ଗ୍ରନ୍ଥାବଳୀକୁ କେନ୍ଦ୍ର କରି ଦାଦୁପନ୍ଥୀ ସୃଷ୍ଟି ହୋଇଥିଲା। 14 ନମ୍ବର ପଞ୍ଜାବ ଅଞ୍ଚଳରେ ଡ୍ୟାସ୍ରେ ସ୍ଥାନ ପାଇଥିଲା କବୀରଙ୍କ ରଚନା। କବୀରଙ୍କ ରଚନା ଗୁରୁ ଗ୍ରନ୍ଥ ସାହିବରେ ସ୍ଥାନ ପାଇଥିଲା। ଆମର ଆସିଲା 15 ନମ୍ବର ଡ୍ୟାସ୍ ପରମ୍ପରା ମତରେ କବୀର ଏକ ହିନ୍ଦୁ ପରିବାରରେ ଜନ୍ମଗ୍ରହଣ କରିଥିଲେ କିନ୍ତୁ ମୁସଲମାନ ତନ୍ତୀ ପରିବାରରେ ଲାଳନ ପାଳନରେ ଜୀବନ ବିତାଇଥିଲେ। ହେଉଛି ବୈଷ୍ଣବ ପରିବାରରେ ସେ ଜନ୍ମ ହୋଇଥିଲେ କିନ୍ତୁ ମୁସଲମାନ ତନ୍ତୀଙ୍କ ପରିବାରରେ ଲାଳନ ପାଳନ ହୋଇଥିଲେ। କବୀରଙ୍କ ଗୁରୁ କିଏ? କବୀରଙ୍କ ଗୁରୁଙ୍କ ନାମ ହେଉଛି ରାମାନନ୍ଦ। 7 ନମ୍ବର ପଞ୍ଜାବ ପ୍ରଦେଶର ରାବି ନଦୀ ତଟର ନାନକାନା ସାହେବ ନାମକ ଏକ ଗ୍ରାମର ଡ୍ୟାସ୍ ଖ୍ରୀଷ୍ଟାବ୍ଦରେ ଗୁରୁ ନାନକ ଜନ୍ମ ହୋଇଥିଲେ। ଗୁରୁ ନାନକ 1469 ଖ୍ରୀଷ୍ଟାବ୍ଦରେ ଜନ୍ମ ହୋଇଥିଲେ। 8 ନମ୍ବର ଗୁରୁ ନାନକ ଉପାସନାରେ ବିଶ୍ୱାସ କରୁଥିଲେ। ଗୁରୁ ନାନକ ନିରାକାର ଉପାସନାରେ ବିଶ୍ୱାସ କରୁଥିଲେ। 19 ନମ୍ବର ଈଶ୍ୱରଙ୍କ ପାଇଁ ସ୍ତୋତ୍ରକୁ ଆଞ୍ଚଳିକ ପଞ୍ଜାବୀ ଭାଷାରେ ଡ୍ୟାସ୍ କୁହାଯାଏ, ଶବ୍ଦ କୁହାଯାଏ। ଗୁରୁ ନାନକ ଶିଷ୍ୟ ଡ୍ୟାସ୍ ନାନକଙ୍କ ଗାନ ସହିତ ତାଳ ଦେଇ ବାଦ୍ୟଯନ୍ତ୍ର ବଜାଉଥିଲେ ମାର୍ଦନା। ଗୁରୁ ନାନକ ତାଙ୍କର ଜଣେ ଶିଷ୍ୟ ଡ୍ୟାସ୍କୁ ନିଜର ଉତ୍ତରାଧିକାରୀ ଗୁରୁ ରୂପେ ବାଛିଲେ ନା ଅଙ୍ଗଦ। 22 ନମ୍ବର ଡ୍ୟାସ୍ ଖ୍ରୀଷ୍ଟାବ୍ଦରେ ଗୁରୁ ନାନକ ମୃତ୍ୟୁବରଣ କଲେ 1539। ଗୁରୁ ନାନକଙ୍କ ମୃତ୍ୟୁ ପରେ ଡ୍ୟାସ୍ ବର୍ଷ ଧରି ଗୁରୁ ପରମ୍ପରା ଚାଲିଲା। 200 ବର୍ଷ ଧରି ଗୁରୁ ପରମ୍ପରା ଚାଲିଲା। 24 ନମ୍ବର ଗୁରୁ ନାନକଙ୍କ ଶିଷ୍ୟମାନଙ୍କ ପଞ୍ଚମ ଗୁରୁ ଡ୍ୟାସ୍। ଗୁରୁ ନାନକଙ୍କ ଶିଷ୍ୟମାନଙ୍କ ପଞ୍ଚମ ଗୁରୁ ହେଉଛନ୍ତି ଗୁରୁ ଅର୍ଜୁନ ଦେବ। 25 ନମ୍ବର ଡ୍ୟାସ୍ ଆଦି ଗ୍ରନ୍ଥ ସାହେବ ସୃଷ୍ଟି କଲେ ଗୁରୁ ଅର୍ଜୁନ। ଆମର ଆସୁଛି 26 ନମ୍ବର ଆଦି ଗ୍ରନ୍ଥ ସାହେବରେ ସଂକଳିତ ବିବିଧ ଭାଷାର ସମସ୍ତ ସ୍ତୋତ୍ରକୁ ଡ୍ୟାସ୍ ବୋଲି ସମ୍ମାନ ଦିଆଯାଏ, ଗୁରୁବାଣୀ ବୋଲି ସମ୍ମାନ ଦିଆଯାଏ। ସପ୍ତଦଶ ଶତାବ୍ଦୀରେ ଦଶମ ଗୁରୁ ଡ୍ୟାସ୍ ଓ ନବମ ଗୁରୁ ଡ୍ୟାସ୍ ଗୁରୁ ଗ୍ରନ୍ଥ ସାହେବ ରଚନାରେ ସାମିଲ ହେଲେ। ତାହେଲେ ଦଶମ ଗୁରୁ ଗୋବିନ୍ଦ ସିଂ, ନବମ ଗୁରୁ ଟେକ୍ ବାହାଦୁର ଗୁରୁ ଗ୍ରନ୍ଥ ସାହେବ ରଚନାରେ ସାମିଲ ହେଲେ। 28 ନମ୍ବର ପ୍ରଥମ ଥର ପାଇଁ ଖାଲସା ଗ୍ରନ୍ଥ ବା ପବିତ୍ର ସୈନ୍ୟ ଦଳ ସ୍ଥାପନା ହେଲେ ଖାଲସା ପନ୍ଥ। ତାହେଲେ ପଞ୍ଚମ ଗୁରୁ ଗୁରୁ ଅର୍ଜୁନ। 29 ନମ୍ବର ବାଳ ନିଶ ଦାଢ଼ି ନ କାଟିବା, ଗୋଟିଏ ଛୁରିକା, ଗୋଟିଏ ପାନିକା, ଏକ ଲୌହ କଡ଼ା
ଓ ଏକ ଯୋଡ଼ା ଆଣ୍ଠୁ ପର୍ଯ୍ୟନ୍ତ ପୋଷାକ ପ୍ରଚଳନକୁ ଡ୍ୟାସ୍ କୁହାଯାଏ, ପଞ୍ଚ ପ୍ରତୀକ ବୋଲି କୁହାଯାଏ। 30 ନମ୍ବର, ଶିଖମାନଙ୍କର ଧର୍ମଗ୍ରନ୍ଥକୁ ଡ୍ୟାସ୍ କୁହାଯାଏ। ତାହେଲେ ଶିଖମାନଙ୍କର ଧର୍ମଗ୍ରନ୍ଥକୁ ଗୁରୁ ଗ୍ରନ୍ଥ ସାହେବ ବୋଲି